ସୁରଭି 2025 ନିମନ୍ତେ ଏଟା ଆମର କୁଇଜ ଭିଡିଓ ପାର୍ଟ 2 ଆମର ପାର୍ଟ 1 ଭିଡିଓ ଅପଲୋଡ ହେଇ ସାରିଛି ଆମ ଚ୍ୟାନେଲରେ। ଯଦି ସେଇଟା ଆପଣ ଦେଖି ନାହାନ୍ତି ଦେଖିପାରିବେ। ପ୍ରଶ୍ନ ଗୁଡ଼ିକ ଆମର କଳା ଓ ସଂସ୍କୃତି, ଇତିହାସ, ଭୂଗୋଳ, ରାଜନୀତି ବିଜ୍ଞାନ, ପୌଷ୍ଟିକ ଖାଦ୍ୟ, ଗଣିତ ବିଜ୍ଞାନ ଉପରେ ଆଧାରିତ ରହିବ। ଆସନ୍ତୁ ପ୍ରଥମ ପ୍ରଶ୍ନ ଦେଖିନେବା। ଭାରତୀୟ ସଂସ୍କୃତିରେ ଦୀପାବଳି କେଉଁ ଦେବତାଙ୍କୁ ଉତ୍ସର୍ଗ କରାଯାଏ ବା କେଉଁ ଦେବତାଙ୍କୁ ଏଥିରେ ମେନ୍ କରି ପୂଜା କରାଯାଏ ହେଉଛନ୍ତି ଲକ୍ଷ୍ମୀ। ଜାପାନର ପାରମ୍ପରିକ କଳା ଓରିଗାମି କ'ଣ ସହିତ ଜଡ଼ିତ? ଏଇଟା ହେଉଛି ଆମର କାଗଜକୁ ଭାଙ୍ଗିକି ବିଭିନ୍ନ ପ୍ରକାର ଜିନିଷ ତିଆରି କରିବା, ଏଇଟାକୁ ଓରିଗାମି କୁହାଯାଏ। ଭାରତର ଜାତୀୟ ସଙ୍ଗୀତ ଜନଗଣ ମନ କିଏ ରଚନା କରିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ରବୀନ୍ଦ୍ରନାଥ ଟାଗୋର ବା ଠାକୁର ବି ଲେଖନ୍ତି। ପରବର୍ତ୍ତୀ ପ୍ରଶ୍ନ, ସମବାହୁ ତ୍ରିଭୁଜର କୋଣର ପରିମାଣ କେତେ ଡିଗ୍ରୀ ବା ଗୋଟିଏ କୋଣର ପରିମାଣ କେତେ ଡିଗ୍ରୀ ହେଉଛି 60 ଡିଗ୍ରୀ। ତିନୋଟି କୋଣର ପରିମାଣ 180, ତିନିଟା ଯାକ ଯେହେତୁ ସମାନ, ଗୋଟିଏ ହେଉଛି 60। ସରଳ ସୁଧର ସୂତ୍ର କ'ଣ? ଏହାର ସଠିକ ଉତ୍ତରଟି ହେଉଛି ପି ଗୁଣନ ଟି ଗୁଣନ ଆର୍ ବିଭକ୍ତକ 100 ବା ପିଟିଆର ବାଇ 100 ତାକୁ କୁହାଯାଏ। 7ର ବର୍ଗ କେତେ? ଏହାର ସଠିକ ଉତ୍ତରଟି ହେଉଛି 49। ବର୍ଗମୂଳ କହିଥିଲେ ଆମେ 49ର ବର୍ଗମୂଳ 7 ହେଇଥାନ୍ତା, 7ର ବର୍ଗ ହେଉଛି 49। କେଉଁ ଗ୍ରହକୁ ଲାଲ ଗ୍ରହ କୁହାଯାଏ? ଏହାର ସଠିକ ଉତ୍ତରଟି ହେଉଛି ମଙ୍ଗଳ ଗ୍ରହ, କାରଣ ମଙ୍ଗଳ ଗ୍ରହ ରାତିରେ ଆମକୁ ନାଲି ରଙ୍ଗର ଦେଖାଯାଏ। ପରମାଣୁର କେନ୍ଦ୍ରକୁ କ'ଣ କୁହାଯାଏ? ଏହାର ସଠିକ ଉତ୍ତରଟି ହେଉଛି ନ୍ୟୁକ୍ଲିୟସ୍। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଆଲୋକ ଶ୍ଳେଷଣ ପ୍ରକ୍ରିୟାରେ କେଉଁ ଗ୍ୟାସ୍ ନିର୍ଗତ ହୁଏ? ଏହାର ସଠିକ ଉତ୍ତର ହେଉଛି ଅମ୍ଳଜାନ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ବର୍ଷ? ଏହାର ସଠିକ ଉତ୍ତରଟି ହେଉଛି 5 ବର୍ଷ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଭାରତର ସମ୍ବିଧାନ କେବେ କାର୍ଯ୍ୟକାରୀ ହେଲା? ସମ୍ବିଧାନ ଆମର କାର୍ଯ୍ୟକାରୀ ହେଲା 1950 ମସିହା ଜାନୁଆରୀ ମାସ 26 ତାରିଖକୁ, ଯୋଉଟାକୁ ଆମେ ପ୍ରତ୍ୟେକ ବର୍ଷ ପାଳନ କରୁଛେ। ଭାରତର ସଂସଦର ଉଚ୍ଚ ସଦନର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ରାଜ୍ୟସଭା। ଯଦି ଆମକୁ ନିମ୍ନ ସଦନ ପଚାରିଥାଏ ତାହେଲେ ସେଇଟା ଆମର ଲୋକସଭା ହେବ। ୟୁଏସଏ ବା ଆମେରିକାରେ ସରକାରର ମୁଖ୍ୟ କିଏ ହୋଇଥାନ୍ତି? ଆମେରିକା, ଏଟା ୟୁଏସ୍ ବି ତାକୁ ସର୍ଟରେ କୁହନ୍ତି, ୟୁନାଇଟେଡ୍ ଷ୍ଟେଟ୍ ଅଫ୍ ଆମେରିକା। ଏହାର ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି। ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି କିଏ? ଏହାର ସଠିକ ଉତ୍ତର ହେଉଛି ପ୍ରତିଭା ଦେବୀ ସିଂ ପାଟିଲ ବା ପ୍ରତିଭା ପାଟିଲ ମଧ୍ୟ ହେବ। ପରବର୍ତ୍ତୀ ପ୍ରଶ୍ନ, ଭାରତୀୟ ସମ୍ବିଧାନର ଜନକ କାହାକୁ କୁହାଯାଏ? ଏହାର ସଠିକ ଉତ୍ତରଟି ହେଉଛି B.R. ଆମ୍ବେଦକର, ଡକ୍ଟର ଭୀମରାଓ ଆମ୍ବେଦକର ମଧ୍ୟ। ଭାରତର ସବୁଠାରୁ ଲମ୍ବା ନଦୀର ନାମ କ'ଣ? ସବୁଠୁ କେଉଁ ନଦୀ ଭାରତରେ ଲମ୍ବା ମାନେ ବହିଛି ହେଉଛି ଗଙ୍ଗା ନଦୀ। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ମାଉଣ୍ଟ ଏଭରେଷ୍ଟ କେଉଁ ପର୍ବତମାଳାରେ ଅବସ୍ଥିତ? ଆପଣ ଜାଣିଥିବେ ମାଉଣ୍ଟ ଏଭରେଷ୍ଟ ପୃଥିବୀର ସବୁଠୁ ଉଚ୍ଚତମ ଶୃଙ୍ଗ, ଏଇଟା ଆମର ହିମାଳୟ ପର୍ବତମାଳାରେ ଅବସ୍ଥିତ। ଆପଣ ଯଦି ଜାଣିଛନ୍ତି ଏଇଟା କୋଉ ଦେଶରେ ଅଛି କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଭାରତର ରାଜଧାନୀର ନାମ କ'ଣ? ସଠିକ ଉତ୍ତର ହେଉଛି ନୂଆଦିଲ୍ଲୀ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ପୃଥିବୀର କେଉଁ ଦେଶରେ ଜନସଂଖ୍ୟା ସର୍ବାଧିକ? ଏହାର ସଠିକ ଉତ୍ତର ହେଉଛି ଆମର ଭାରତ। ଆଗରୁ ଚାଇନା ଥିଲା କିନ୍ତୁ ବର୍ତ୍ତମାନ ଚାଇନାକୁ ଆମେ କ୍ରସ୍। ଭାରତ କେବେ ସ୍ୱାଧୀନ ହୋଇଥିଲା? ଦେଖନ୍ତୁ ଏଇଟା କୋଶ୍ଚିନ୍ ଟାଇପ୍ରେ ଟିକେ ମିଷ୍ଟେକ୍ ହେଇଯାଇଛି। 1947 ଅଗଷ୍ଟ ମାସ 15 ତାରିଖ, କିନ୍ତୁ କେବେ ସ୍ୱାଧୀନତା ଦିବସ ପାଳନ ହେଲେ କେବଳ ଅଗଷ୍ଟ 15 ହେବ। ମହେଞ୍ଜୋଦାର କେଉଁ ସଭ୍ୟତାର ଅଂଶ? ଏହାର ସଠିକ ଉତ୍ତରଟି ହେଉଛି ସିନ୍ଧୁ ସଭ୍ୟତା। ପରବର୍ତ୍ତୀ ପ୍ରଶ୍ନ, କେଉଁ ମୋଗଲ ସମ୍ରାଟ ତାଜମହଲ ନିର୍ମାଣ କରିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଶାହାଜାହାନ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କେବେ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି 1857 ମସିହାରେ ପ୍ରଥମେ ଗୋଟେ ସାଂଗଠନିକ ଭାବରେ
ଚେଷ୍ଟା କଲେ ସ୍ୱାଧୀନତା ପାଇବା ପାଇଁ। କେଉଁ ବ୍ରିଟିଶ ନୀତି ବିରୁଦ୍ଧରେ ଦାଣ୍ଡି ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା? ଏହାର ସଠିକ ଉତ୍ତର ହେଉଛି ଲୁଣ ଉପରେ କର ବା ଟ୍ୟାକ୍ସ ଯୋଉ ଲଗେଇଥିଲେ ସରକାର, ସେଇ ଉପରେ ଏଟା ହେଇଥିଲା। କମଳାରେ କେଉଁ ଭିଟାମିନ୍ ପ୍ରଚୁର ପରିମାଣରେ ଥାଏ? ଏହାର ସଠିକ ଉତ୍ତରଟି ହେଉଛି ଭିଟାମିନ୍ ସି। ମାନବ ଶରୀରରେ ହାଡ଼ ମଜବୁତ କରିବା ପାଇଁ କେଉଁ ଭିଟାମିନ୍ ଆବଶ୍ୟକ? ଏହାର ସଠିକ ଉତ୍ତର ହେଉଛି ଭିଟାମିନ୍ ଡି। ପରବର୍ତ୍ତୀ ପ୍ରଶ୍ନ ଦେଖିବା ଏବେ। କେଉଁ ଖଣିଜ ରକ୍ତରେ ହିମୋଗ୍ଲୋବିନ୍ ତିଆରି କରିବାରେ ସାହାଯ୍ୟ କରେ? ଏହାର ସଠିକ ଉତ୍ତରଟି ହେଉଛି ଆଇରନ୍ ବା ଓଡ଼ିଆରେ ଆମେ ତାକୁ ଲୌହ ବୋଲି କହିବା, ଲୌହ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। କେଉଁ ଖାଦ୍ୟସାର ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରେ? ଏହାର ସଠିକ ଉତ୍ତର ହେଉଛି ଶ୍ୱେତସାର। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ପୃଥିବୀର ମାଧ୍ୟାକର୍ଷଣ ବଳ କେଉଁ ଦିଗରେ କାର୍ଯ୍ୟ କରେ? ତାର ସଠିକ ଉତ୍ତରଟି ହେଉଛି ତଳ ଆଡ଼କୁ ସେ ସମସ୍ତଙ୍କୁ କ'ଣ କରେ? ଟାଣେ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। କେଉଁ ଗ୍ୟାସ ସୂର୍ଯ୍ୟଙ୍କୁ ଜଳାଇବାରେ ସାହାଯ୍ୟ କରେ? ଏହାର ସଠିକ ଉତ୍ତରଟି ହେଉଛି ହାଇଡ୍ରୋଜେନ ଗ୍ୟାସ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ମାନବ ଶରୀରରେ କେଉଁ ଅଙ୍ଗ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ? ଏହାର ସଠିକ ଉତ୍ତର ହେଉଛି ପାକସ୍ଥଳୀ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ପାଣିରେ ଭାସୁଥିବା ଗୋଟିଏ ଧାତୁର ନାମ କୁହ? ଏହାର ସଠିକ ଉତ୍ତର ହେଉଛି ସୋଡିୟମ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ବଳୟ ଗ୍ରହ କାହାକୁ କୁହାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଶନି ଗ୍ରହ। ଶନିଙ୍କ ଚାରିପଟେ ଗୋଟେ ବଳୟ ଥାଏ, ତେଣୁ ୟାକୁ ବଳୟ ଗ୍ରହ ବୋଲି କୁହାଯାଏ। କେଉଁ ପ୍ରାଣୀ ସ୍ତନ୍ୟପାୟୀ ଏବଂ ଡିମ୍ବ ଦିଏ? ଏହାର ସଠିକ ଉତ୍ତରଟି ହେଉଛି ପ୍ଲାଟିପସ୍। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଆଲୋକର ପ୍ରତିଫଳନ କେଉଁ ଉପକରଣରେ ଘଟେ? ଏହାର ସଠିକ ଉତ୍ତରଟି ହେଉଛି ଦର୍ପଣ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଗୋଟିଏ ଅମ୍ଳୀୟ ପଦାର୍ଥର ନାମ ଲେଖ। ଏହାର ସଠିକ ଉତ୍ତରଟି ହେଉଛି ଲେମ୍ବୁ ରସ। ଆପଣ ବିଭିନ୍ନ ପ୍ରକାର ଲେଖିପାରିବେ, ସଠିକ ତ ନୁହେଁ ଏଇଟା, ଆପଣ କମଳା ବି ଲେଖିପାରିବେ, ଯୋଉଟା ଅମ୍ଳୀୟ। ଚନ୍ଦ୍ରର ଗୁରୁତ୍ୱାକର୍ଷଣ ବଳ ପୃଥିବୀ ଅପେକ୍ଷା କେତେ ଅଂଶ? ଏହାର ସଠିକ ଉତ୍ତର ହେଉଛି 1/6। ପରବର୍ତ୍ତୀ ପ୍ରଶ୍ନ। କେଉଁ ଶକ୍ତି ଜଳ ବିଦ୍ୟୁତ ଉତ୍ପାଦନରେ ବ୍ୟବହୃତ ହୁଏ? ଏହାର ସଠିକ ଉତ୍ତର ହେଉଛି ଜଳ ଶକ୍ତି। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବାକୁ